नमस्कार, जय जगन्नाथ। भक्ति सागर सस्मिता चैनल आपण मानक स्वागत। आज पुत्रदा एकादशी आसतु यही एकादशी महिमा शुणा। चैनल जदि नुआ अच्छा चैनल को सब्सक्राइब करी बेल आइकन को प्रेस कर दियंतु। ताहले आसतु शुणा एकादशी महिमा। युधिष्ठिर उवाच कहन्ति पंकज नंदन शुणिबा हे मधुसूदन। श्रावण शुक्ल एकादशी कहे क्यों नामे भासी। एकादशी पुण्य फल विधि सहित आदि मूल। कहिबा जहा शुणी न रे उत्सुक एवे स्वर्गपुरे। श्रीकृष्ण वाच राजा एमंत पचारन्ते आदरे कहन्ति अच्युते। शुण हे नृप सावधान जे पाप हरा कथा मान। जाहार श्रवण रे हेले बाजपेयर फल मिले। पूर्वे द्वापर जुग आदि पाइण माही स्मृति गीति। एकाही राजा हेला तही नमरे मोहि जित कही। सेहु पालन कला मोहि समस्ते जही सुखी होई। एका नृपति हेले दुखी कूଳରେ तनयन देखी। रुचिला नाही धन मोहि संतत पुत्र चिंता बही। प्रायस नथिले तनय हुई लोके दुखमय। चिंतारे पुरे नृपतिर गला जे काल बहुतर। गृहिंक गृह सुखतर नहिला पुत्र नृपंकर। मंत्री सहित प्रजागणे डाकी कहिले दुख मने। ए जन्मे जानी धर्म लोप करिमु नाही विप्रकोप। अन्याय धन रखी नाही ब्रह्मस्व देव सोवा काहि। न्यायर अपहार काहि पापीर धन आनी नाही। पुत्रर परि प्रजा पाली धर्मरे जीणीब सुंदरी। दोष को देखी दंड देली शिष्ट को संभावना कली। ए रूपे धर्म मार्ग थाई किंपा पुत्री हेली मोहि। द्विज उत्तम विचारन्तु जे विधि उपाय करन्तु। ए वाक्य शुणी नृपतिर समस्ते करी सुविचार। निजर वृद्धावस्था देखी नृपति हेले अति दुखी। लोमस ऋषिंक उद्देश्य गले समस्ते वन देशे। एवन सेवन बुलिले बहुत आश्रम देखिले। नृपति हित मन धरी आश्रम मानवधारी। बुलन्ते मुनि की देखिले ताहांक निकट मिलिले। ए घोर तर तपकार नित्य आनंद निराहार। जे जित क्रोध निरामय जितात्मा जे अति सदय। जे सर्व तत्व मान जानी धर्म तत्व को परिमाणी।
ଅଛନ୍ତି ସନାତନ ହୋଇ ଯାହାକୁ ଦୀର୍ଘାୟୁଷ କହି ଯେ ବ୍ରହ୍ମ ସମେତ ସକ୍ଲେଶ କଳ୍ପ କଳ୍ପାକେ ଯାହା କ୍ଲେଶ ଏକକୁ ଏକ ଶୀର୍ଣ୍ଣ ପାଏ ଏଣୁ ଲୋମସ ନାମ ହୁଏ ଭୂତ ଭବିଷ୍ୟ ବର୍ତ୍ତମାନ ଯେ ଜାଣେ ତ୍ରିକୋଣକୁ ଜାଣ ଦେଖିଏ ମହାମୁନି ପାଦ ସମସ୍ତେ ଛାଡ଼ିଣ ବିଷାଦ ଆନନ୍ଦେ ହେଲେ କୁହା କୁହି ଭାଗ୍ୟବଶରୁ ଦେଖିଲଇଁ ସେ ପ୍ରଜା ମନ୍ତ୍ରୀ ପୁରୋହିତ ପ୍ରଣାମ କଲେ କ ସମସ୍ତ ପଡ଼ିଲେ ଦଣ୍ଡ ପରି ଦୂରେ ମୁନିଙ୍କ ଚକ୍ଷୁର ଆଗରେ ଦେଖି ତାହାଙ୍କୁ ମୁନିବର ବୋଲନ୍ତି ବଚନ ମଧୁର ଲୋମସ ଉବାଚ କହିଲେ କିମ୍ପାଗମନ କିଏଥି ତୁମ୍ଭର କାରଣ କିମ୍ପାଇଁ ହୋଇ ଆନନ୍ଦିତ ସ୍ତୁତି କରୁଛ ଅତି ମାତ୍ର କହୁ ଯେ ଅଛୁ ଆମ୍ଭେ ସତ କରିବୁ ନିଶ୍ଚୟ ଜାଣ ହିତ ତାଦୃଶ ମାନଙ୍କର ଜନ୍ମ ପରର ଉପକାର କାମ ଜନବାଚ ଶୁଣ କହୁଛି ମହାମୁନେ କାରଣ ଆମ୍ଭ ଆଗମନେ ଜନ୍ମିଲା ଏକ ସଂଶୟ କରତା ଛେଦନ ଉପାୟ ସମସ୍ତ ଶାସ୍ତ୍ର ମାନ ଜାଣି ପରମ ତତ୍ତ୍ୱ ପରିମାଣି ତୁମ୍ଭର ସମ ନାହିଁ ମୁନି ହେଲେ ବା ହେବ ପଦ୍ମ ଯୋନି ଆମ୍ଭେ ସମସ୍ତେ ମହିଷ୍ମତି ପୁରର ପରଜା ପ୍ରଭୃତି ଆସିଲୁ ଶୁଣି ତୁମ୍ଭ କୀର୍ତ୍ତି କରିବ ମନୋରଥ ତୃପ୍ତି ଏ ମହାରାଜା ମହିଜିତ ପ୍ରଜା ପାଳନେ ପିତୃବତ ତାହାଙ୍କୁ ପୁତ୍ରହୀନ ଦେଖି ବିଷାଦେ ହୋଇଅଛୁ ଦୁଃଖୀ ଏତାଙ୍କ ମିତ୍ର ପୁରୋହିତେ ଅଇଲେ ଆମ୍ଭର ସଙ୍ଗତେ ତପସ୍ୟା କାରଣେ ଅଇଲୁ ଭାଗ୍ୟରୁ ତୁମ୍ଭଙ୍କୁ ଦେଖିଲୁ ମହାତ୍ମା ଜନ ମାନଙ୍କର ଦର୍ଶନ ବହୁ ଶୁଭଙ୍କର ଏଣୁ ଜାଣୁଛି କାର୍ଯ୍ୟ ସିଦ୍ଧି କହନ୍ତୁ ଉପାୟ ଯେ ବିଧି ଶୁଣିଏ ପରି ତାଙ୍କ ବାଣୀ ମୁହୂର୍ତ୍ତେ ଧ୍ୟାନ କରି ମୁନି ତା ପୂର୍ବ ଜନ୍ମ କୃତ ଜାଣି କହିଲେ ତତ୍ତ୍ୱ ପରିମାଣି ଲୋମସ ଉବାଚ ପୂର୍ବ ଜନ୍ମରେ ମହିଜିତ ବୈଶ୍ୟ ଯୋନିରେ ହୋଇ ଜାତ ଦଶାରୁ ଧନ ହୀନ ହେଲା ଏଣୁ ନୃଶଂସ କର୍ମ କଲା ବାଣିଜ୍ୟ କର୍ମେ ରତ ହୋଇ ଗ୍ରାମରୁ ଗ୍ରାମାନ୍ତର ଯାଇ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଦଶମୀ ଦିବସ ପ୍ରତ୍ୟକ୍ଷ ଏଦିନ ମଧ୍ୟାହ୍ନ କାଳରେ ତୃଷାରେ ଚିତ୍ତ ଜଳ ଠାରେ ଦେଖି କୁପିତା ସେ ସତୋର ଗଲା ସେ ପିଇବାକୁ ନୀର ସବତ୍ସା ହୋଇ ସେହି କାଳେ ମିଳିଲା ଏକ ଗାଈ ଜଳେ
ନିଦାଘେ ଆର୍ତ୍ତ ତୃଷାବନ୍ତ ହୋଇ ପିଅନ୍ତେ ସେ ବହୁତ। ଘଉଡ଼ି ଦେଇ ସେ ଗାଈକି ଆପେ ପିଲା ପୟ ଦେଖି। ସେ ପାପ କର୍ମେ ରାଜନ ଜାଣ ହୋଇଲା ପୁତ୍ରହୀନ। ପ୍ରାକ୍ତନ ଦାନ ପୁଣ୍ୟ ବଳେ ନୃପ ହୋଇଲା ମୋହିତଳେ। ପ୍ରଜାବାଚ ପୁରାଣେ ଶୁଣା ଅଛି ମୁନେ। ପାପର କ୍ଷୟ ହୁଏ ପୁଣ୍ୟେ। ପୁଣ୍ୟର ଉପଦେଶ ଦିଅ ଯେଣେ ହୋଇବ ପାପ କ୍ଷୟ। ଦୟା କରିଣ ତପବନ୍ତ ମୋ ରୂପେ ମହିଷ୍ମତିକାନ୍ତ। ପାଇବେ ବଂଶଧର ପୁତ୍ର ସଗୋତ୍ର ହୋଇବ ପବିତ୍ର। ଲୋମଶୋବାଚ ଶ୍ରାବଣ ଶୁକ୍ଳ ଏକାଦଶୀ ଯାହାକୁ ପୁତ୍ର ଦାଭାସୀ। ଏକାଦଶୀ ମହାବ୍ରତ କର ସମସ୍ତେ ବିଧିମତ। ସେ ପୁଣ୍ୟ ନିର୍ମଳ ମାନସେ ଦେବ ନୃପତି ପୁତ୍ର ଆସେ। ଏ ରୂପେ କରନ୍ତେ ନୃବର ଅବଶ୍ୟ ହେବ ବଂଶଧର। ଶୁଣ ଲୋମଶ ସିଦ୍ଧବାଣୀ ନୃପର ପୁତ୍ର ହେଲା ମଣି। ଆନନ୍ଦେ ମୁନିଙ୍କି ପ୍ରଣମୀ ଗଲେ ସମସ୍ତେ ନିଜ ଭୂମି। ପ୍ରଜା ପ୍ରଭୃତି ପୁରୋହିତ ଏଠାରୁ ଶୁଣି ନିଜ ହତ। ଅତ୍ୟନ୍ତ ଆନନ୍ଦିତ ହୋଇ କାଳ ଆଗମ କାହିଁ ରହି। କାଳବଶରୁ ସେ ଶ୍ରାବଣୀ ପ୍ରବେଶ ହେଲା ଜାଣି। ସମସ୍ତ ପ୍ରାତ ସ୍ନାନ ସାରି ନୃପ ସହିତେ ନର ନାରୀ। ବାଞ୍ଛିତ ପ୍ରାପ୍ତ ସଂକଳ୍ପିଲେ ପୁତ୍ରଦା ବ୍ରତ ଆରମ୍ଭିଲେ। ଯଥା ବିଧିରେ ବ୍ରତ କରି ଜାଗ୍ରତ ହୋଇ ନର ନାରୀ। ଦ୍ୱାଦଶ ଦିନେ ସ୍ନାନ କରି ବିପ୍ର ଅତିଥି ପୂଜା କରି ରାଜାକୁ ପୁଣ୍ୟ ସମର୍ପିଲେ। ସୁପୁତ୍ର ପାଅତୁ ବୋଇଲେ। ପୁଣ ସ୍ୱୀକାର କରି ରାଜା କରି ଦେବତା ଦ୍ୱିଜ ପୂଜା। ଦ୍ୱାଦଶୀ ହବିଷ୍ୟ ସାରିଲେ ବୈଷ୍ଣବ ସଙ୍ଗେ ଦିନ ନେଲେ। ରାଣୀ ପୁତ୍ରଦା ଫଳ ପାଇ ଶୋଭନ ଗର୍ଭବତୀ ହୋଇ। ଶୁଭ ଦିନରେ ଯଥା କାଳେ ସେ ରାଣୀ ପୁତ୍ର ଜନ୍ମ କଲେ। ଶ୍ରାବଣ ଶୁକ୍ଳ ଏକାଦଶୀ ଏ ରୂପେ ପୁତ୍ର ଦାବିକାଶୀ। ଦୁଇ ଲୋକରେ ସୁଖ ଲାଭ ଥିଲେ କର୍ତ୍ତବ୍ୟ ହୋଇବ। ଶ୍ରାବଣ ଶୁକ୍ଳ ଦ୍ୱାଦଶୀରେ ରବି ରହନ୍ତେ କର୍କଟରେ। ଉଦ୍ଦେଶ୍ୟ ବାସୁଦେବ ହେବ ପବିତ୍ର ରୋପଣ କରିବ। ପବିତ୍ର କହିବା ଯେ ଶୁଣ ଜାଣି କରିବ ଆରୋପଣ। ଖୈମର ଯତତ୍ୟ ମହେମ ବିଭବେ ଗୁଣ ଘେନିମ। କୁଶ କୌଶେୟ ପଦ୍ମକାଶ ବ୍ରହ୍ମଣୀ କର୍ତ୍ତୁକ କାର୍ପାସ। ଏ ଗୁଣ ମାନଙ୍କୁ ଘେନିଣ ସ୍ନାନ କରିଣ ତ୍ରିଗୁଣୀମ। ଏକାଦଶୀ ମହାବ୍ରତ କର ସମସ୍ତେ ବିଧିମତ।
ଗ୍ରନ୍ଥି ଛିଦ୍ରକୁ ଅବଧରି ପୁଣି ତା ତିନି ଗୁଣ କରି ଗୋଦନ ଦାନ୍ତ ରିତ ଶେଷ ପୂର୍ବ ଦିବସେ ଅଧିବାସ ବିପ୍ରଙ୍କୁ ନମସ୍କାର କରି ତେବେ ସୁଧର୍ମେ ପରିଚାରି ଗୁରୁଙ୍କୁ ଆଗରେ ବସାଇ ଆସନ ପାଦାସନ ଦେଇ ପବିତ୍ର ସ୍ୱର୍ଣ୍ଣ ପାତ୍ରେ ଭରି ଦେବଗନ୍ଧାଦି ପୂର୍ବ ପରି ଆଉ ଯେ ବୈଷ୍ଣବ ବ୍ରାହ୍ମଣ ପୂଜିବ ଦେଇ ସୁଭୋଜନ ଏଥୁ ଦେବଙ୍କୁ ଧରିବ ପବିତ୍ର କୃଷ୍ଣ ଅଙ୍ଗେ ଦେବ ରୁଦ୍ରର ମୂଳ ମନ୍ତ୍ରେ ଜାଣ ବିଷ୍ଣୁରେ ଶିବେ ବା ଅର୍ପଣ ବର୍ଷକୁ ବର୍ଷ ଆଚରିବ ପବିତ୍ରାରୋପଣ କରିବ ଏଶୋକ ସାଗର ସଂସାର ଯେବେ ତରିବା ଇଚ୍ଛା କର ଭକ୍ତି ମୁକ୍ତିରେ ଯେବେ ଲୋଭ ଏ ବ୍ରତ କେବେ ନ ଛାଡ଼ିବ ବିଧିରେ କରିବ ଏ ବ୍ରତ ବିଧିଟି ଏଥିରେ ନିୟତ ଅନ୍ୟଥା ସମ୍ବତ୍ସର ପୂଜି ବିଫଳ ହୁଏ ଥାଅ ବୁଝି କରିଣ ପବିତ୍ରାରୋପଣ ମହାତ୍ମ୍ୟ ଶ୍ରବଣେ ଅର୍ଜନ ଏକାଦଶୀରେ ତ୍ରିତୟ କରି ପାପରୁ ମୁକ୍ତ ହୁଅ ପୁତ୍ରଦା ଏକାଦଶୀ କର ସୁପୁତ୍ର ସୌଖ୍ୟ ପାଓନର ପରଲୋକରେ ସୁଖ ପାଅ ଜାଣ ସ୍ୱର୍ଗକୁ ଏ ଉପାୟ।